बहुत बढ़िया ସମସ୍ତଙ୍କୁ ଆଜିର ଏଇ ଗୁରୁପୁଷ୍ୟା ନକ୍ଷତ୍ରର ରିମେଡିକୁ ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କୁ ଶୁଭକାମନା। ସମସ୍ତଙ୍କ ପାଖରେ ଥିବା ସେଇ ପରମାତ୍ମାଙ୍କୁ କୋଟି କୋଟି ପ୍ରଣାମ ସହିତ ଆମେ ଗୁରୁପୁଷ୍ୟା ନକ୍ଷତ୍ରର ରିମେଡି ସମ୍ପର୍କରେ ଆଜି ଆମେ ଆଲୋଚନା କରୁଛନ୍ତି। ତ ଏଇ ଗୁରୁପୁଷ୍ୟା ନକ୍ଷତ୍ର ଆପଣମାନେ ନୋଟ୍ କରନ୍ତୁ। ଆସନ୍ତା 21 ନଭେମ୍ବର 24 ତାରିଖରେ ଆମର ଆସୁଛି ଯୋଉଟା କି ଗୁରୁବାର। ଏଇ 21 ନଭେମ୍ବର 2024ରେ ଗୁରୁପୁଷ୍ୟା ନକ୍ଷତ୍ରକୁ ଆମେ ଯେତେବେଳେ ଯାଉଛନ୍ତି, ସେ ଗୁରୁପୁଷ୍ୟା ନକ୍ଷତ୍ରକୁ ବହୁତ ଷ୍ଟ୍ରଙ୍ଗ ଆଉ ପାୱାରଫୁଲ ବୋଲି ମନାଯାଏ। ଏଇ ଦିନ ଯଦି ଆମେ ଫୁଲ ଇଣ୍ଟେନସନ ସହିତ ଆମର କିଛି ରିମେଡି କରୁଛନ୍ତି, ଆମେ କିଛି ରିଚୁଆଲ୍ସ କରୁଛନ୍ତି, ତାହେଲେ ଆମ ଜୀବନରେ ଆମ ଏକ ଚେଞ୍ଜେସକୁ ନିଶ୍ଚିତ ଭାବରେ ଅନୁଭବ କରିବା, ଆମ ପରିବର୍ତ୍ତନକୁ ଆମେ ଅନୁଭବ କରିବା। ଏଇ ଗୁରୁପୁଷ୍ୟା ନକ୍ଷତ୍ର ଗୋଟେ ସ୍ପେଶାଲ ଡେ ରହିଛି। ଏଇ ଦିନରେ ମୁଁ 4ଟି ରିମେଡି ଆପଣଙ୍କ ସାମ୍ନାକୁ ଆଣୁଛି, ଯୋଉଟା କି କେବେ ବି ଭାବନ୍ତୁ ନାହିଁ ଆପଣ 4ଟି ଯାକ କରିବା ପାଇଁ ବାଧ୍ୟ। କେବେ ବି ଭାବନ୍ତୁ ନାହିଁ ଆପଣ ସେଥିରୁ ଗୋଟିଏ ବି କରିବା ପାଇଁ ବାଧ୍ୟ। ଏ ରିମେଡିକୁ ଆପଣମାନଙ୍କ ସାମ୍ନାକୁ ଅଣାଯାଉଛି। ଯାହାର ଇଚ୍ଛା ଅଛି ସେ ଗୋଟେ ରିମେଡି କରିପାରିବେ, 2ଟା କରିପାରିବେ, 4ଟି ଯାକ ବି କରିପାରିବେ। କିନ୍ତୁ କଥା ହେଲା ଆପଣଙ୍କୁ ବିଶ୍ୱାସର ସହିତ ଏ ରିମେଡି କରିବାର ଅଛି। এই ରିମେଡି ଆମକୁ ପଜିଟିଭ ଭାଇବ ଦଉଛି, ଆମ ଫ୍ୟାମିଲି ପ୍ରୋବ୍ଲେମକୁ ସଲ୍ଭ କରୁଛି। ଘରେ ଯଦି କିଛି ନେଗେଟିଭ ଏନର୍ଜି, ଯଦି କିଛି ବ୍ଲାକ୍ ମ୍ୟାଜିକର ପ୍ରଭାବ ରହିଛି, ତାହେଲେ ଏ ଦିନ ଏକ ସୁନ୍ଦର ଦିନ, ଯାହା ଆମ ଘରୁ ନେଗେଟିଭ ପ୍ରଭାବକୁ ବିଦାୟ କରିବାରେ ଅନେକ ସହାୟକ ହବ। ପ୍ରଥମ କଥା ଆପଣ ଲେଖି ରଖନ୍ତୁ, ଏ ଦିନ ଆମେ ପୁଷ୍ୟା ଅମୃତ ମାଲା ପ୍ରସ୍ତୁତ କରିବା। ପୁଷ୍ୟା ଅମୃତ ମାଲା। ଏ ମାଲାରେ କଣ ଆମକୁ ଦରକାର ନା କିଛି ହଳଦିଆ ଫୁଲ ଅଥବା କିଛି ଅରେଞ୍ଜ କଲରର ଫୁଲ, କିଛି ୟେଲୋ କଲରର ଫୁଲ ହେଇପାରେ, କିଛି ଅରେଞ୍ଜ କଲରର ଫୁଲ ହେଇପାରେ, ବା ଦୁଇଟି ଯାକ ଆମେ କମ୍ବାଇଣ୍ଡ କରିକି ଗୋଟେ ମାଳା ତିଆରି କରିବା। ସେ ମାଳାରେ କେତେ ଫୁଲ ରଖିବେ, କେତେ ବଡ଼ ସାଇଜ କରିବେ, ସେଇଟା ଆପଣଙ୍କ ଉପରେ ନିର୍ଭର କରୁଛି। ଆପଣଙ୍କର ବିଶ୍ୱାସର ଭଗବାନ, ଆପଣ ଯାହାକୁ ଇଷ୍ଟ ଦେବୀ ବୋଲି ମାନୁଛନ୍ତି, ଯାହାଙ୍କୁ ଇଷ୍ଟ ଦେବୀ ବୋଲି ମାନୁଛନ୍ତି, ଇଷ୍ଟ ଦେବ ବୋଲି ମାନୁଛନ୍ତି, ଆପଣ କେଉଁ ବି ଠାକୁରଙ୍କୁ ଏଇ ମାଳା ଅର୍ପଣ କରିପାରିବେ। ଏଇ ଯୋଉ ଫୁଲରେ, ହଳଦିଆ ଆଉ ଅରେଞ୍ଜ ଫୁଲରେ ଆପଣ ଅଲଗା ମାଳା ତିଆରି କରିପାରିବେ, ତାକୁ କମ୍ବାଇଣ୍ଡ କରିକି ମାଳା ତିଆରି କରିପାରିବେ। ଏଇ ମାଳାକୁ ତିଆରି କରିକି ଆପଣଙ୍କ ସାମ୍ନାରେ ଗୋଟେ ଥାଳିରେ ରଖିଲେ, ସେ ଥାଳିରେ ରଖିବା ପରେ ଆପଣଙ୍କର ମନ୍ତ୍ର ହଉଛି ଓಂ ପୁଷ୍ୟା ଦେବାୟ ନମଃ। ଓಂ ପୁଷ୍ୟା ଦେବାୟ ନମଃ। ଏଇ ମନ୍ତ୍ରକୁ ଆପଣ ଶ୍ରଦ୍ଧାର ସହିତ ଯେତେବାର ଚାଣ୍ଟ କରିବେ ବହୁତ ଭଲ। ଯଦି ଆପଣ ମାଳାରେ ଚାଣ୍ଟ କରୁଛନ୍ତି, ଗୋଟେ ମାଳା, 2ଟା ମାଳା, 3ଟା ମାଳା, ଆପଣଙ୍କର ଇଚ୍ଛା ଯାହା ବି ହଉଛି, ଶ୍ରଦ୍ଧାର ସହିତ ଆପଣ ଚାଣ୍ଟ କରିବେ। ଶ୍ରଦ୍ଧାର ସହିତ ଚାଣ୍ଟ କଲା ପରେ ଆପଣ ଇଣ୍ଟେନସନର ସହିତ, ଆପଣଙ୍କର କିଛି ଇଚ୍ଛା ଯଦି ଅଛି, ସେ ଇଚ୍ଛାର ସହିତ ସେ ମାଳାକୁ ଆପଣ ଭଲ ପାଉଥିବା ଭଗବାନଙ୍କୁ ହିଁ ଅର୍ପଣ କରିଦେବେ, ଭଲ ପାଉଥିବା ଦେବୀଙ୍କୁ ହିଁ ଅର୍ପଣ କରିଦେବେ। ଇଏ ହଉଛି ଆପଣଙ୍କର ପ୍ରଥମ ରିମେଡି, ଯୋଉଟା କି ପୁଷ୍ୟ ଅମୃତ ମାଲା। ତାପରେ ଆମେ ଦ୍ୱିତୀୟ ରିମେଡିକି ଆସନ୍ତୁ। ଦ୍ୱିତୀୟ ରିମେଡି ହଉଛି, ଆପଣ ଗୋଟେ ଲାଲ କପଡା ନେବେ, ଆପଣଙ୍କ ଠାକୁର ଘରେ ବସିପାରିବେ, କୌଣସି ଜାଗାରେ ଆପଣ ବସିପାରିବେ, ପୂଜା ସ୍ଥାନରେ ବି ଆପଣ ବସିପାରିବେ। ଏଇ ଜାଗାରେ ଆପଣଙ୍କର ଗହଣାକୁ ରଖିବେ। କିଛି ଗହଣା, ଆପଣ ଗୋଟେ ହେଇପାରେ, 2ଟା ହେଇପାରେ, ଆପଣ ଗହଣାକୁ ରଖିଲେ, ଗହଣାକୁ ରଖିକି ଆପଣ ହାତରେ କିଛି ଅରୁଆ ଚାଉଳ ଧରିଲେ, କିଛି ପଜିଟିଭ ଭାଇବ୍ରେସନ ଦେଲେ, ପଜିଟିଭ ଇଣ୍ଟେନସନ ଦେଲେ, ସେ ଚାଉଳକୁ ତା ଉପରେ ସିଞ୍ଚନ କଲେ।
से गहना बा से माने जेतिकी भी आपण सतरे गहना रखुचंती किछि समय ताकू छाड़ीदेवे परवर्ती समय ताकू उठेबे पिंधिबे ଆପଣ ପିନ୍ଧୁଛନ୍ତି ବା ରଖିଛନ୍ତି ଯାହା କରୁଛନ୍ତି ସେ ଅନୁସାରେ ଆପଣ କରିପାରିବେ ସେ ଯୋଉ ଚାଉଳ ସେଥିରୁ ଆପଣଙ୍କର ରହିଲା ତା ଉପରେ ପକେଇଥିବେ ତାକୁ ସେଇ ଦିନ ହଉ ପରଦିନ ହଉ ଆପଣ ଜଳ ପ୍ରବାହ କରିପାରନ୍ତି ପକ୍ଷୀମାନଙ୍କୁ ଖାଇବାକୁ ଦେଇପାରନ୍ତି କୌଣସି ଗଛ ମୂଳେ ବି ରଖିଦେଇ ପାରନ୍ତି ଇଏ ହେଲା ଆପଣଙ୍କର ଦ୍ୱିତୀୟ ରେମେଡି ତୃତୀୟ ରେମେଡି ଆମେ କଣ କରିବା କଳା ରାଶି କିଛି ନବା ଯଦି କଳା ରାଶି ଆପଣଙ୍କୁ ନ ମିଳୁଛି ତାହେଲେ କଳା ସୋରିଷ ନେବେ କଳା ରାଶି ବା କଳା ସୋରିଷ କିଛି ଆପଣ ହାତରେ ମୁଠାରେ ଧରିଲେ ଘରୁ ବାହାରକୁ ଗଲେ ବାଲକୁନିରେ ହେଇପାରେ ପୁରା ଫ୍ରି ଜାଗାରେ ହେଇପାରେ ପୁରା ଖୋଲା ଜାଗାକୁ ଯିବେ ମାନେ ଖାଲି ଜାଗାକୁ ଯିବେ ଆପଣ ପଶ୍ଚିମକୁ ମୁହଁ କରିକି ଠିଆ ହେବେ ପଶ୍ଚିମକୁ ମୁହଁ କରିକି ଠିଆ ହେବା ପାଇଁ ଆପଣ ୟୁନିଭର୍ସକୁ ଆପଣଙ୍କର ଇଷ୍ଟ ଦେବକୁ ଆପଣ କେଉଁ ବି ଭଗବାନଙ୍କୁ ଭଲ ପାଉଛନ୍ତି ତାଙ୍କୁ ସ୍ମରଣ କରିବେ ଆପଣଙ୍କ ଜୀବନରେ ଯଦି କିଛି ଖରାପ କଥା ଏବେ ଚାଲିଛି ସେଥିରୁ ମୁକ୍ତି କରିବା ପାଇଁ ଅର୍ଥାତ୍ ସେ ପ୍ରୋବ୍ଲେମ ଦ୍ୱାରା ଆପଣଙ୍କର କଣ କ୍ଷତି ହଉଛି ୟୁନିଭର୍ସକୁ ଆପଣ ମେସେଜ ଦେବେ ଏବଂ ପ୍ରେୟାର କରିବେ ସେଇ ପ୍ରୋବ୍ଲେମକୁ ଖତମ କରିଦେବା ପାଇଁ ଏଇଟା ଆପଣ ଇଣ୍ଟେନସନ ସହିତ କରିକି ସେଇ କଳା ରାଶି ବା କଳା ସୋରିଷ ଯାହା ଥିବ ତାକୁ ଆପଣ ଫୋପାଡ଼ି ଦେଲେ ଫୋପାଡ଼ି ଦେଇକି ଆପଣ ବୁଲିଲେ ଘରକୁ ଆସିଲେ ପୁରା ଆମେ ଯୋଉଟା କହୁଛେ ଗୋଟେ ଲୟରେ ଆପଣ ଘରକୁ ଚାଲି ଆସନ୍ତୁ ଇଏ ହେଲା ତୃତୀୟ ରିମେଡି ଚତୁର୍ଥ ରିମେଡି ବହୁତ ପାୱାରଫୁଲ ରିମେଡି ଆମେ ସବୁ ପାୱାରଫୁଲ ରିମେଡି ବିଷୟରେ ବି କଥା ହଉଛନ୍ତି ଚତୁର୍ଥ ରିମେଡି ହଉଛି ଆମ ଘରେ ଯଦି କିଛି ନେଗେଟିଭିଟି ଅଛି ବୋଲି ଆମେ ଫିଲ୍ କରୁଛନ୍ତି କିଛି ବ୍ଲାକ୍ ମ୍ୟାଜିକ କି ଆମେ ଫିଲ୍ କରୁଛନ୍ତି ଆମ ଘରକୁ ଷ୍ଟ୍ରଙ୍ଗ ଏନର୍ଜି ଦବା ପାଇଁ ଆମ ଘରେ କିଛି ଲସ୍ ଆମେ ଫିଲ୍ କରୁଛନ୍ତି ଆମ ନିଜ ଲାଇଫରେ ଷ୍ଟକ୍ ମନିକୁ ଆମେ ଫିଲ୍ କରୁଛନ୍ତି ତେବେ ସେଦିନ କଣ କରନ୍ତୁ ନା ଗୋଟିଏ ଘିଅ ଦୀପ ନିଅନ୍ତୁ ଅତି ସୁନ୍ଦର ରିମେଡି ଆପଣଙ୍କର ଚୁଲି ପାଖରେ ବା ଗ୍ୟାସ ଚୁଲା ଆପଣ ଯାହା ବି ୟୁଜ୍ କରୁଛନ୍ତି ସେ ଜାଗାରେ ଗୋଟେ ସାଇଟରେ ଆପଣଙ୍କର ଦୀପଟି ଲଗେଇ ଦିଅନ୍ତୁ ଜଷ୍ଟ ଆପଣ ପ୍ରଣାମ କରନ୍ତୁ ଇଏ ହଉଛି ଗୋଟେ ସୁନ୍ଦର ରିମେଡି ତାପରେ ଚାରିଟା ରିମେଡି ବିଷୟରେ ଆମେ ଆଲୋଚନା କରିସାରିଛନ୍ତି ଆଉ ଗୋଟିଏ ସୁନ୍ଦର ରିମେଡି ଅଛି ତାକୁ ବୋନସ୍ ରିମେଡି ବୋଲି ଭାବନ୍ତୁ ଅତି ସୁନ୍ଦର ରିମେଡି ତାକୁ ଆମେ ବି କରିପାରିବା କଣ କରିବା ନା ପୁଷ୍ୟା ଅମୃତ ପାଣି ପୁଷ୍ୟା ଅମୃତ ପାଣି ଯଦି ତମ୍ବା ଲୋଟା ଆପଣଙ୍କ ପାଖରେ ଅଛି ଭଲ ନହେଲେ ସେକେଣ୍ଡରେ ଆପଣ କାଚ ବ୍ୟବହାର କରନ୍ତୁ କୌଣସି ଏ ଦିଟା ଜାଗାରୁ କୌଣସି ଏକ ପାତ୍ରରେ ଆପଣ ପାଣି ନିଅନ୍ତୁ ସେ ପାଣିରେ କିଛି କେଶର ପକେଇ ଦିଅନ୍ତୁ ଯଦି କେଶରର ଅଭାବ ରହିଛି ବା କେଶର ତତ୍କ୍ଷଣାତ୍ ନାହିଁ ଆମ ପାଖରେ ତାହେଲେ ଆମେ ହଳଦୀ ଗୁଣ୍ଡ ବି ମିଶେଇ ପାରିବା ହଳଦୀ ଗୁଣ୍ଡ ମିଶେଇ ସାରିକି ଆମେ ତାକୁ କଣ କରିବା ଆମର ପୂଜା ସ୍ଥାନରେ ଏଇଟା ସକାଳୁ ଆପଣ କରିଦେବେ ଯୋଉ ଜାଗାରେ ଆପଣ ପୂଜା କରୁଛନ୍ତି ସେ ଜାଗାରେ ସେଟା ଓପନ ଅବସ୍ଥାରେ ଆପଣ ଥୋଇଦେବେ 24 ଆୱାର ତା ପରଦିନ ସେ ଜାଗାରୁ ଉଠେଇଲେ ସେ ପାଣିକୁ ପୁରା ଆପଣଙ୍କ ଘରେ ଚାରିଆଡେ ଶ୍ରଦ୍ଧାର ସହିତ ଆପଣ ତାକୁ ସିଞ୍ଚନ କରିବେ ସେଇ ସିଞ୍ଚନ ସମୟରେ ଆପଣଙ୍କର ପ୍ରିୟ ମନ୍ତ୍ର ଯାହା ବି ରହିଛି ଆପଣ ଯୋଉ ମନ୍ତ୍ରକୁ ଭଲ ପାଉଛନ୍ତି ଯୋଉ ମନ୍ତ୍ର ଆପେ ଆପେ ଆପଣଙ୍କ ପାଖରେ ଆସିଯାଏ ଯୋଉ ମନ୍ତ୍ର ସହିତ ଆପଣ ଅଛନ୍ତି ସେଇ ମନ୍ତ୍ରଙ୍କୁ ଚାଣ୍ଟ କରିବା ସହିତ ସେ ଜଳକୁ ଆପଣଙ୍କ ଘରେ ସିଞ୍ଚନ କରନ୍ତୁ ଇଏ ଥିଲା ସୁନ୍ଦର ଭାବରେ ଆମର ରିମେଡି 21 ତାରିଖ ନଭେମ୍ବର 21 ତାରିଖ ଗୁରୁବାର ଏ ଦିନ ଗୁରୁପୁଷ୍ୟା ନକ୍ଷତ୍ର ଯୋଗରେ ଆପଣ ମାନେ ଯଦି ଚାହୁଁଛନ୍ତି ଏ ରିମେଡିକି କରିପାରିବେ ବହୁତ ବହୁତ ଧନ୍ୟବାଦ ଧନ୍ୟବାଦ ବିଶ୍ୱଶକ୍ତି ଧନ୍ୟବାଦ 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 ନମସ୍କାର ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ